ଏବେ ଆମେ ଉପସ୍ଥିତ ଅଛୁ ଆମ ନିଜ ଗାଁ ମୋ ମାଟି ମୋ ପିତାଙ୍କ ଜନ୍ମଭୂମି ଏବଂ ମୋ କର୍ମଭୂମିରେ ଗଡ଼ ରୋଡ଼ଙ୍ଗର ଏ ପବିତ୍ର ମାଟିରେ ମୋ ଇଷ୍ଟଦେବୀ ମା କନକ ଦୁର୍ଗାଙ୍କ ପାଖରେ ନତମସ୍ତକ ହୋଇ ତାଙ୍କୁ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଏବେ ଆମେ ଘରୁ ବାହାରିଛୁ ଗୋଟେ ଶୋଭାଯାତ୍ରା କରି ନାମାଙ୍କନ ଦାଖିଲ କରିବାକୁ ଯାଉଛୁ। କେବଳ ଗୋଟେ ହିଁ ଭାବନା ଅଛି, କେବଳ ଗୋଟେ ହିଁ ଉଦ୍ଦେଶ୍ୟ ଅଛି। ଏଇ ଲଢ଼େଇ ହେଉଛି ବ୍ରହ୍ମଗିରି ମାଟିର ସ୍ୱାଭିମାନର ଲଢ଼େଇ। ଏଇ ଲଢ଼େଇ ହେଉଛି ମା ମାନଙ୍କର, ଏଇ ଲଢ଼େଇ ହେଉଛି ଯୁବକ ମାନଙ୍କର, ଏଇ ଲଢ଼େଇ ହେଉଛି ସେଇ ଦୁଃଖୀ ରଙ୍କି ଖଟିକିଆ ଯେଉଁମାନେ ଏତେ ବର୍ଷ ଧରି ଅବହେଳିତ ଅଛନ୍ତି ସେଇ ସମସ୍ତଙ୍କ ଲଢ଼େଇ। ଜନସମାବେଶ କୁହନ୍ତୁ, ଜନସମୁଦ୍ର କୁହନ୍ତୁ, ଏଇଟାକୁ ମୁଁ କେବଳ ଜନ ଆଶୀର୍ବାଦ ଭାବରେ ଦେଖୁଛି। ଆଉ ମୋର କନଫିଡେନ୍ସ ମଧ୍ୟ ଅଛି କି ଏତେ ଲୋକଙ୍କର ଆଶୀର୍ବାଦର ସହ ମୋ ପିତାଙ୍କ ଆଶୀର୍ବାଦର ସହ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ଆଶୀର୍ବାଦର ସହ ନିଶ୍ଚିତ ଭାବରେ ନିର୍ବାଚନ ବୈତରଣୀ ପାର କ୍ୟାରିୟର ବହୁତ ଏକ୍ଜାମ ଦେଇଥିବେ, ଇଏ ଏକ ପ୍ରକାର ନୂଆ ଏକ୍ଜାମ, यार अनुभूति केମିତି ଦେଖୁଛନ୍ତି? अनुभूति आगे देखो बहुत ही भावनात्मक लगुच। 7 वर्षर ये यात्रा थिला, गोटे प्रचारक रु प्रार्थनी पर्यंत ये यात्रा बहुत भावनात्मक लगुच। बहुत किसी संघर्ष करी, बहुत परिश्रम कराई। केवल मु नहीं, आम साथी रे आम संगठन समस्त भाई बंधु माने, लुलु परिवार समस्त सदस्य एवं भारतीय जनता पार्टी मोदी परिवार समस्त सदस्य माने बहुत परिश्रम करिसेंती। शेष निष्कर्ष रे पहुंचीबाकू जाउछु। मात्र दिन रहिला 21टा। ये 3 सप्ताह यात्रा मध्य बहुत ही रोचक होबो।